ହରି ହରି କେହି ଡାକୁଛି ସତତ, ପ୍ରଭୁ ପ୍ରଭୁ କେହି କହେ। ତୁମ୍ଭ ନାମ ମୁଖେ ନ ନେଇ କେହି ବା ତୁମ୍ଭ ପାଇଁ ଦୁଃଖ ସହେ। କାଷ୍ଟ ପାଷାଣରେ କେ ଦେଖେ ମୋରତି, ମାନବ ରୂପେ ବା କେ କରଇ ପ୍ରୀତି। ଜନନୀ ଭାବରେ କେ କରୁଛି ନୀତି, ପିତୃଭାବ କେହି ବହେ, ପିତୃଭାବ କେହି ବହେ। ଜୟ ଜଗନ୍ନାଥ ବନ୍ଧୁଗଣ। ତ ଆଜି +2 ସେକେଣ୍ଡ ଇୟର ଅପସନାଲ ଓଡ଼ିଆ ବା ଇଚ୍ଛାଧୀନ ଓଡ଼ିଆର ଦ୍ୱିତୀୟ ଏକକର ଗୋଟେ ସୁନ୍ଦର ବିଷୟ, ଯାହା ନାଁ ହେଉଛି କମଳପ୍ରତି, ଯାହାକୁ ରଚନା କରିଛନ୍ତି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ତ ତାଙ୍କର ସେହି ସୁନ୍ଦର ବିଷୟଟିକୁ ଆଜି ଆମେ ଆଲୋଚନା କରିବା। ତ ଆଲୋଚନା କରିବା ପୂର୍ବରୁ ଗୋଟେ ଛୋଟିଆ ରିକ୍ୱେଷ୍ଟ, ଯିଏ ଚ୍ୟାନେଲକୁ ନୂଆ କରି ଆସିଛ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ନିଜ ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରିନିଅନ୍ତୁ। ତ ଡେରି କରିବାନି, ବିଷୟ ପଢ଼ିବା ପୂର୍ବରୁ ସର୍ବପ୍ରଥମେ କବିଙ୍କର ପରିଚୟ ଜାଣି ରଖିବା, କାହିଁକିନା କବି ପରିଚୟ ନିହାତି ଜରୁରୀ, ବୁଝିହେଲା। ତ ଚାଲନ୍ତୁ। ତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରତିଷ୍ଠିତ ନାରୀକବି ଭାବରେ ବେଶ ପରିଚିତ ଏବଂ ଜଣେ ସଫଳତମ ଗୀତିକବି ଭାବରେ ତାଙ୍କର ଖ୍ୟାତି ମଧ୍ୟ ସୁବିଦିତ। 1900 ମସିହାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ବସ୍ତରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ଜନ୍ମ କେବେ ହୋଇଥିଲା, କେଉଁଠି ହୋଇଥିଲା? ତାଙ୍କର ଜନ୍ମ 1900 ମସିହାରେ ହୋଇଥିଲା ଏବଂ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ବସ୍ତରରେ ହୋଇଥିଲା। ହେଲା, ତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଖାଲି କବି ନଥିଲେ, ସେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ମଧ୍ୟ ଥିଲେ। ସେ ଏକାଧାରରେ କବି, ପ୍ରାବନ୍ଧିକା, ଔପନ୍ୟାସିକା ଓ ସଂଗଠିକା ଭାବରେ ବେଶ ପରିଚିତ ମଧ୍ୟ ଥିଲେ। ତ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ ତାଙ୍କ ପ୍ରତିଭାର ଭୂୟ ବିକାଶ ଗୀତିକବି ଭାବରେ ହିଁ ପରିଲକ୍ଷିତ ହୁଏ। ତ ସଂଘର୍ଷମୟ ଜୀବନ ଭିତରୁ ମଧ୍ୟ ଓଡ଼ିଆ ସାହିତ୍ୟକୁ ସେ ଭେଟି ଦେଇଛନ୍ତି। ଓଡ଼ିଆ ସାହିତ୍ୟକୁ ସେ ଉପହାର ସ୍ୱରୂପ ଅନେକ କବିତା, ଅନେକ କାବ୍ୟ, ଅନେକ ଉପନ୍ୟାସ କ'ଣ ଦେଇଛନ୍ତି। ତ ସେଗୁଡ଼ିକୁ ଚାଲ ଆଲୋଚନା କରିବା। କ'ଣ ତାଙ୍କର ସେଇ ଓଡ଼ିଆ ସାହିତ୍ୟକୁ ଦେଇଥିବା ଭେଟି ସ୍ୱରୂପ, ପୁରସ୍କାର ସ୍ୱରୂପ ସେଇ ତାଙ୍କ ସୃଷ୍ଟି ସମ୍ଭାର କ'ଣ କ'ଣ, ତ ଚାଲ ଦେଖି ରଖିବା। ତାଙ୍କ ସୃଷ୍ଟି ସମ୍ଭାର ହେଉଛି ଅଞ୍ଜଳି, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦ, ଗଡ଼ଜାତ କୃଷକ, ମଣିକାଞ୍ଚନ। ତ ଏଗୁଡ଼ିକ କାବ୍ୟ କବିତାକୁ ଛାଡ଼ିଦେଲେ ମଧ୍ୟ ତାଙ୍କର ଉପନ୍ୟାସ କ'ଣ ନା, ଉପନ୍ୟାସ ସେ ରଚନା କରିଛନ୍ତି ଭ୍ରାନ୍ତି, ନଅତୁଣ୍ଡି, ପରଶମଣି, କାଳୀବୋହୂ, ରଘୁବରକ୍ଷିତ ଇତ୍ୟାଦି। ତ ସେ ଯାହା ହଉ ନା କାହିଁକି ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରୁ ମଧ୍ୟ ତାଙ୍କର 6ଟି ପ୍ରତି କବିତା ଅଛି। ତ ସେଗୁଡ଼ିକ ହେଉଛି ଶେଫାଳୀ ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି ଓ ସହକାର ପ୍ରତି। ପ୍ରତି କ'ଣ ନା, ପ୍ରତି ହେଉଛି ସମ୍ବୋଧନ ଗୀତିକା, ସମ୍ବୋଧ ଗୀତିକା, ସମ୍ବୋଧନ କରାଯାଏ। ତ ଏଇ ପ୍ରତି ବା ଏଇ ସମ୍ବୋଧ ଗୀତିକା, ସମ୍ବୋଧ କାବ୍ୟକୁ ଇଂରାଜୀରେ ଓଡ୍ ବୋଲି କୁହାଯାଏ। ଯେତେବେଳେ ଗୋଟେ କୌଣସି ବ୍ୟକ୍ତି ବା ବସ୍ତୁକୁ ସମ୍ବୋଧନ କରି କବି କୌଣସି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବକୁ ନିଜସ୍ୱ ଅନୁଭୂତି ମାଧ୍ୟମରେ ବ୍ୟକ୍ତ କରେ, ତ ସେତେବେଳେ ସେଇ କବିତାକୁ ସମ୍ବୋଧନମୂଳକ ଗୀତିକା ବା ଓଡ୍ ବୋଲି କୁହାଯାଏ। ବୁଝିହେଲା। ତ ଆମର ଏଇ 6ଟି ପ୍ରତି କବିତା ମଧ୍ୟରୁ ଆଜି ଆମେ ଗୋଟେ ପ୍ରତି କବିତାଟି ପଢ଼ିବା, ଯାହା ନାମ ହେଉଛି କମଳପ୍ରତି। ବୁଝିହେଲା, ଯାହା ନାମ ହେଉଛି କମଳପ୍ରତି। ତ ଆଉ ଡେରି କରିବାନି, ଚାଲ ବିଷୟ କ'ଣ ସାରାଂଶ ଟିକେ ପଢ଼ି ରଖିବା। ହେଲା, ତ କ'ଣ ଦେଇ ସାରାଂଶ? ତ ବିଷୟ ପ୍ରବେଶ। କମଳପ୍ରତି କବିତା ଏକ ସମ୍ବୋଧନମୂଳକ ଗୀତି କବିତା। କହିଥିଲି ଏ କମଳପ୍ରତି କବିତାଟି ଗୋଟେ ସମ୍ବୋଧନମୂଳକ ଗୀତି କବିତାଟିଏ। ତ ଏଥିରେ କବି ପ୍ରକୃତି ମଧ୍ୟରେ ପରମେଶ୍ୱର ଓ ମାନବ ଆତ୍ମା ମଧ୍ୟରେ ଈଶ୍ୱର ସତ୍ତା ଉପଲବ୍ଧି କରିଛନ୍ତି।
ତ ଏଠି ଏ ବିଷୟରେ କ'ଣ ଏଠି ରଚନା କରିଛନ୍ତି ନା କ'ଣ ଏଠି ପରିପ୍ରକାଶ କରିଛନ୍ତି ଆମ ନିକଟରେ ନା ପ୍ରକୃତି ମଧ୍ୟରେ ପରମେଶ୍ୱରଙ୍କୁ ଖୋଜି ଓ ମାନବର ଆତ୍ମା ମଧ୍ୟରେ ଈଶ୍ୱରଙ୍କ ସତ୍ତାକୁ, ଏ ଦୁଇଟି ମଧ୍ୟରେ ଈଶ୍ୱରଙ୍କ ସତ୍ତାକୁ ଉପଲବ୍ଧି କରିଛନ୍ତି ସେଠି ହେଲା। ତ ଆତ୍ମା ପରମାତ୍ମାର ପରିଚର୍ଚ୍ଚା ତାଙ୍କ କବିତାକୁ ରହସ୍ୟମୟ କରିଛି। ତ ଏଇ ଯେଉଁ ଆତ୍ମା ଏବଂ ପରମାତ୍ମା, ପ୍ରକୃତି ମଧ୍ୟରେ ଏଇ ଯେଉଁ ପରମାତ୍ମାକୁ ବା ପରମେଶ୍ୱରଙ୍କୁ ଖୋଜି ଓ ମାନବ ଆତ୍ମା ମଧ୍ୟରେ ଯେଉଁ ଈଶ୍ୱର ବା ଆତ୍ମାକୁ ଖୋଜି, ତ ଏହାକୁ ଏକ ରହସ୍ୟରେ ପରିଣତ କରିଛନ୍ତି। ତ ବୁଝିହେଲା, ଏ ଦୁଇଟି ଭିତରୁ ଯେଉଁ ଆତ୍ମା ପରମାତ୍ମାର ଯେଉଁ ପରିଚର୍ଚ୍ଚାକୁ, ତ ଆଲୋଚନାକୁ ଗୋଟେ ରହସ୍ୟମୟ କବିତାରେ ସେ ପରିଣତ କରିଛନ୍ତି। ତ ପ୍ରକୃତି ଭିତରେ ସେଇ ଭଗବତ ସତ୍ତାକୁ ସେ ନିବିଡ଼ ଭାବରେ ଉପଲବ୍ଧି କରିଛନ୍ତି। ତ ସେଇ ପ୍ରକୃତି ଭିତରେ ପ୍ରକୃତିକୁ ଦେଖି ଭଗବତ ସତ୍ତାକୁ ସେ ଉପଲବ୍ଧି କରିଛନ୍ତି, ସେ ଅନୁଭବ କରିଛନ୍ତି। ବୁଝିହେଲା। ଏଥିରେ କବିଙ୍କ ଜୀବନ ଦର୍ଶନ ମଧ୍ୟ ପ୍ରକାଶିତ ହୋଇଛି। ତ ଏଥିରେ କବିଙ୍କର ଜୀବନ ଦର୍ଶନ, ଜୀବନଟା କିଭଳି ମଧ୍ୟ ଏହା କୁହାଯାଇଛି ବା ପ୍ରକାଶିତ ଅଛି। ପଦ୍ମ ଭିତରେ କବି ବିଧାତାଙ୍କ ଅପୂର୍ବ ଲୀଳାକୁ ସନ୍ଦର୍ଶନ କରି ଅଭିଭୂତ ହୋଇଛନ୍ତି। ତ ପଦ୍ମ ଭିତରେ ସେ ବିଧାତାଙ୍କର ଈଶ୍ୱରଙ୍କର ଭାଗ୍ୟର ଅପୂର୍ବ ଲୀଳାକୁ, ଗୋଟେ ବିଚିତ୍ରମୟ ଲୀଳାକୁ, ସେ ଆନନ୍ଦ ରୂପକ ଲୀଳାକୁ ସନ୍ଦର୍ଶନ କରି ସଅର୍ଥ ନିଜେ ସୁନ୍ଦର ଭାବରେ ଦର୍ଶନ କରି, ନିଜେ ସୁନ୍ଦର ଭାବରେ ଦର୍ଶନ କରି ଅଭିଭୂତ ହୋଇଯାଇଛନ୍ତି, ଭାବୁକ ହୋଇପଡ଼ିଛନ୍ତି। ତ ସେଥିପାଇଁ ପ୍ରସ୍ଫୁଟିତ କମଳର ସୌନ୍ଦର୍ଯ୍ୟ ଓ ମହକରେ ସେ ଅନୁଭବ କରିଛନ୍ତି ସ୍ୱର୍ଗର ଆନନ୍ଦ। ତ ସେଇଥିବିନା ତ ବିକଶିତ, ପ୍ରସ୍ଫୁଟିତ ତ ବିକଶିତ ବା ଫୁଟିଥିବା କମଳ ବା ପଦ୍ମର ସୌନ୍ଦର୍ଯ୍ୟରେ, ତ ଫୁଟିଥିବା ପଦ୍ମର ସେ ସୌନ୍ଦର୍ଯ୍ୟରେ ଓ ମହକରେ ସେ ଅନୁଭବ କରିଛନ୍ତି ସ୍ୱର୍ଗୀୟ ଆନନ୍ଦ। ଓ ବାସ୍ନାରେ, ସେ ଫୁଟିଥିବା ପଦ୍ମର ମହକ, ତାର ସୌନ୍ଦର୍ଯ୍ୟ, ତାର ବାସ୍ନାରେ କବି ସ୍ୱର୍ଗର ଆନନ୍ଦକୁ ଅନୁଭବ କରିଛନ୍ତି। ତ ନିଜ ଆତ୍ମସତ୍ତାକୁ ସେ କମଳ ସହିତ ତୁଳନା କରିଛନ୍ତି। ତ ନିଜର ସେ ଯେଉଁ ଆତ୍ମସତ୍ତାକୁ ସେ କ'ଣ କରିଛନ୍ତି ନା କମଳ ସହିତ ବା ପଦ୍ମ ସହିତ ତୁଳନା କରିଛନ୍ତି। ନିଜର ସେ ଆତ୍ମାକୁ କ'ଣ କରିଛନ୍ତି, ପଦ୍ମ ସହିତ ତୁଳନା କରିଛନ୍ତି ଏବଂ କମଳରୁ ସୃଷ୍ଟିକର୍ତ୍ତାଙ୍କ ସୌନ୍ଦର୍ଯ୍ୟମୟ ସୃଷ୍ଟିରେ ଏକ ଅପୂର୍ବ କମନୀୟ ସର୍ଜନା ଭାବରେ ବର୍ଣ୍ଣନା କରିଛନ୍ତି। ଏବଂ କମଳ ପଦ୍ମର ଯେଉଁ ସୃଷ୍ଟିକର୍ତ୍ତାଙ୍କ ସୌନ୍ଦର୍ଯ୍ୟ, ସୃଷ୍ଟିକର୍ତ୍ତାଙ୍କ ସେ ଯେଉଁ ଅପୂର୍ବ ଦୃଶ୍ୟକୁ, ତ ଏଇ ସୃଷ୍ଟିରେ ଏକ ଅପୂର୍ବ କମନୀୟ ସର୍ଜନା ଭାବରେ, ସୃଷ୍ଟି ଭାବରେ କ'ଣ କରିଛନ୍ତି, ବର୍ଣ୍ଣନାଟି କରିଛନ୍ତି। ବୁଝିହେଲା। ତ ଏଇ କବିତାଟି କୁନ୍ତଳା କୁମାରୀ ସାବତଙ୍କର କମଳ ପ୍ରତି କବିତାର କିଏ ଦଂଶୀ ମତ। ତ ଆମେ ଯେଉଁ ପଢ଼ିବା ଏ କବିତାକୁ କମଳ ପ୍ରତି, କୁନ୍ତଳା କୁମାରୀ ସାବତଙ୍କର ଯେଉଁ କମଳ ପ୍ରତି କାବ୍ୟଟି ଅଛି, ତ ସେଇ କାବ୍ୟର କିଏ ଦଂଶୀ ଅର୍ଥ କିଛି ମାତ୍ର ଆମେ ଆଲୋଚନା କରିବା ହେଲା। ତ ଡେରି କରିବାନି, ଯିବା ସେଇ ସୁନ୍ଦର ବିଷୟଟିକୁ ପଢ଼ି ରଖିବା ହେଲା। ତ ଚାଲନ୍ତୁ। କମଳ ପ୍ରତି ନା କ'ଣ, ତ କ'ଣ ଦେଲା ନା ଦେଲା, ଆରେ ଶତଦଳ ସତେ କି ସତତ ତୁହି ମଧୁର ଉଜ୍ଜ୍ୱଳ, ଏଡ଼େ ତୁ ସୁନ୍ଦର ତୋର ପଟାନ୍ତର କାହିଁ, ଲେଖନି ଲଜ୍ଜିତ ମୋର ବର୍ଣ୍ଣି ପାରେ ନାହିଁ। ଢଳ ଢଳ ରୂପ ରାଶି ଝଳୁଅସି ଜଳେ ଭାସି, ଦଳେ ଦଳେ ଝରି ପଡ଼େ କି ପୁଣ୍ୟ ଅମୃତ, ନିରେଖି ନିରେଖି ମୋ ନେତ୍ର ହୁଏ ପୂତ, ନିରେଖି ନିରେଖି ମୋ ନେତ୍ର ହୁଏ ପୂତ। କବି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ କହୁଛନ୍ତି ନା କ'ଣ ନା ଆରେ ଶତଦଳ, ଶତଦଳ କହିଲେ କ'ଣ ନା ପଦ୍ମ ହେଲା। ଶତଦଳ କହିଲେ ପଦ୍ମ, ପଦ୍ମର ଅନ୍ୟ ନାମ ହେଉଛି ଶତଦଳ। ତାରେ ଶତଦଳ ହେ ପଦ୍ମ, ସତେ କି ସତତ ତୁହି ମଧୁର ଉଜ୍ଜ୍ୱଳ, ସତେ କି ସତରେ ତୁ କ'ଣ ମଧୁର ଉଜ୍ଜ୍ୱଳ, ତୁ ମଧୁର, ତୁ ଉଜ୍ଜ୍ୱଳ, ଯେ ଏଡ଼େ ସୁନ୍ଦର ତୋର ପଟାନ୍ତର କାହିଁ, ଲେଖନି ଲଜ୍ଜିତ ମୋର ବର୍ଣ୍ଣି ପାରେ ନାହିଁ। ଯେ ତୁ ଏଡ଼େ ସୁନ୍ଦର, ଯେ ଏଡ଼େ ମଧୁର, ଯେ ଏଡ଼େ ଉଜ୍ଜ୍ୱଳ, ଯେ ତୋର ପଟାନ୍ତର କାହିଁ, ତୋର ପଟାନ୍ତର ନାହିଁ, ତୋର ତୁଳନା କରିହେବନି। ଲେଖନି ଲଜ୍ଜିତ ମୋର ବର୍ଣ୍ଣି ପାରେ ନାହିଁ। ତୋର ସୌନ୍ଦର୍ଯ୍ୟ, ତୋର ରୂପଶୋଭା ଏତେ ସୁନ୍ଦର, ତୋର ପଟାନ୍ତର ନାହିଁ, ଆଜି ଲେଖନି ମୋର ଲଜ୍ଜିତ ହୋଇ ପଡ଼ୁଛି,
ତୋ କଥା ବର୍ଣ୍ଣିବା ପାଇଁ, ତୋ କଥା ଲେଖିବା ପାଇଁ ମୋ ଲେଖନୀ, ମୋ କଲମ ଆଜି କ'ଣ ଲଜ୍ଜିତ ହୋଇ ପଡ଼ୁଛି। କ'ଣ ଲେଖିବି ତୋ ବିଷୟରେ? ଏଭଳି ସୌନ୍ଦର୍ଯ୍ୟ, ଏପରି ରୂପରେ ତୁ ପରିପୂର୍ଣ୍ଣ। ବୁଝିହେଲା? ଏବେ ଆଉ କ'ଣ କହିଲେ ନା, ଢଳ ଢଳ ରୂପ ରାଶି ଝଳୁଅସି ଜଳେ ଭାସି, ଦଳେ ଦଳେ ଝରି ପଡ଼େ କି ପୁଣ୍ୟ ଅମୃତ, ନିରେଖି ନିରେଖି ମୋ ନେତ୍ର ହୁଏ ପୁତ। ଏବେ ଏଠି କହିଲେ ନା, ଢଳ ଢଳ ରୂପ ରାଶି ଝଳୁଅସି ଜଳେ ଭାସି। ତ ପଦ୍ମଟି କ'ଣ ପାଣିରେ ରହେ। ତ ଯେତେବେଳେ ଜଳରେ ବା ପାଣିରେ କ'ଣ ହୁଏ, ରହିଥାଏ, କ'ଣ ହୁଏ, ଭାସୁଥାଏ। ଯେତେବେଳେ ଜଳରେ ରହିଥାଏ ସେତେବେଳେ କ'ଣ ଭାସୁଥାଏ, ଢଳ ଢଳ ହୋଇଥାଏ। ତ ସେଇ ଢଳ ଢଳ ରୂପକୁ ଦେଖି କବି କ'ଣ ବର୍ଣ୍ଣନା କରୁଛନ୍ତି ଯେ, ହେ ପଦ୍ମ, ଢଳ ଢଳ ରୂପ ରାଶି, ତୋର ଏଇ ଯେଉଁ ଢଳ ଢଳ ରୂପ ରାଶି କୋଉଠି ଝଲସି ଉଠୁଛି? ଝଳୁଅସି ଜଳେ ଭାସି। ଝଳୁଅସି ଅର୍ଥ ଝଲସି ଉଠୁଛି। ହେଲା, ଝଳୁଅସି ଅର୍ଥ କ'ଣ? ଝଲସି ଉଠୁଛି, ଗୋଟେ ଦିବ୍ୟ ଆଲୋକ ପ୍ରକାଶ ପାଉଛି। ତୁ ସେଇ ଯେଉଁ ପାଣିରେ କ'ଣ, ଜଳରେ କ'ଣ ଢଳ ଢଳ ହୋଇଥାଉ, ତୋ ଦେହରୁ ଗୋଟେ ଝଲକ ବାହାରେ, ଝଲସି ଉଠୁ, ତୁ ଗୋଟେ ଅପୂର୍ବ ଦେଖାଯାଉ। ଏବଂ ଦଳେ ଦଳେ ଝରି ପଡ଼େ କି ପୁଣ୍ୟ ଅମୃତ, ନିରେଖି ନିରେଖି ମୋ ନେତ୍ର ହୁଏ ପୁତ। ଏବଂ ତୋର ଯେଉଁ ପାଖୁଡ଼ାରୁ, ଦଳେ ଦଳେ ଅର୍ଥ ପାଖୁଡ଼ାରୁ, ଦଳେ ଅର୍ଥ କ'ଣ? ପାଖୁଡ଼ା। ହେଲା, ତ ତୋର ଯେଉଁ ପାଖୁଡ଼ାରୁ ଝରି ପଡ଼େ କି ପୁଣ୍ୟ ଅମୃତ, କି ପୁଣ୍ୟମନ୍ତ ଅମୃତ ଝରି ପଡ଼େ। ଏବଂ ନିରେଖି ନିରେଖି ମୋ ନେତ୍ର ହୁଏ ପୁତ। ନିରେଖି ଅର୍ଥ ନିରୀକ୍ଷଣ କରିବା, ଦେଖି। ମୋ ନେତ୍ର, ମୋର ନୟନ କ'ଣ ହୁଏ? ପୁତ ହୋଇଯାଏ। ପୁତ କହିଲେ ପବିତ୍ର। ପୁତ କହିଲେ କ'ଣ ନା, ପବିତ୍ର ହୋଇଯାଏ। ରେ ପଦ୍ମ, ଯେତେବେଳେ ତୁ ଜଳରେ ଭାସମାନ ଅବସ୍ଥାରେ ଥାଉ, ଢଳ ଢଳ ହୋଇଥାଉ, ସେତେବେଳେ ତୋ ଦେହରୁ କ'ଣ, ତୋର ସେ ପାଖୁଡ଼ାରୁ, ତୋର ସେ ଦଳରୁ ପୁଣ୍ୟ ଅମୃତ ଝରି ପଡ଼େ। ତାହାକୁ ଦେଖି ମୋ ନେତ୍ର କ'ଣ ହୁଏ? ପୁତ ହୋଇଯାଏ, ପବିତ୍ର ହୋଇଯାଏ। ବୁଝିହେଲା? ବୁଝିପାରିଲ? ଆଚ୍ଛା, ତାପରେ କ'ଣ ଦେଲା? ନିରେଖି ସତତ ତୋର ଦିବ୍ୟ ଶୋଭା ରାଶି, ନୟନ ମୋହର ଜଳେ ଯାଉଛି ତ ଭାସି, ଚଞ୍ଚଳ ବିମୁଗ୍ଧ ପ୍ରାଣ, ବାଜେ ହୃଦୟ ତନ୍ତ୍ରିତାନ, ଛନ ଛନ ଘନ ଘନ ତନୁ ରୋମାଞ୍ଚିତ, ପ୍ରେମାବେଶେ ପୁଲ କରେ ଚିତ ଉଲ୍ଲସିତ, ପ୍ରେମାବେଶେ ପୁଲ କରେ ଚିତ ଉଲ୍ଲସିତ। ନା କହିଲେ ନିରେଖି ସତତ ତୋର ଦିବ୍ୟ ଶୋଭା ରାଶି। ନା ହେ ପଦ୍ମ, ନିରେଖି, ନିରୀକ୍ଷଣ କରି ଦେଖିଛି ତୋର ଯେଉଁ ଏଇ ଯେଉଁ ସତତ, ଏଇ ଯେଉଁ 100 ଗୁଣର ସେ ତେଜ, ତୋର 100 ଗୁଣର ସେ ଦିବ୍ୟ ଶୋଭା ରାଶି, ତୋର ସୌନ୍ଦର୍ଯ୍ୟ, ନୟନ ମୋହର ଜଳେ ଯାଉଛି ତ ଭାସି। ତୁ ଯେଉଁ ସେ ଜଳରେ କ'ଣ ଢଳ ଢଳ ହୋଇଥାଉ, ତୋର ସେ ଦିବ୍ୟ ଶୋଭା ରାଶି, ତୋର ସେ ଦିବ୍ୟ ସୌନ୍ଦର୍ଯ୍ୟକୁ ଦେଖି ମୋ ନୟନ, ମୋ ନେତ୍ର କ'ଣ ହେଉଛି? ସେଇ ଜଳରେ ଭାସି ଯାଉଛି, ସତେ ଯେମିତି ସେଇ ଜଳରେ ସମ୍ମୋହିତ ହୋଇଯାଉଛି। ତତେ ସେମିତି ଅପଲୋକ ନୟନରେ ମୁଁ ଚାହିଁ ରହିଛି। ହେଲା, ଏବେ ଆଉ କ'ଣ କହିଲେ? ଚଞ୍ଚଳ ବିମୁଗ୍ଧ ପ୍ରାଣ, ବାଜେ ହୃଦୟ ତନ୍ତ୍ରିତାନ, ଛନ ଛନ ଘନ ଘନ ତନୁ ରୋମାଞ୍ଚିତ, ପ୍ରେମାବେଶେ ପୁଲ କରେ ଚିତ ଉଲ୍ଲସିତ। କହିଲେ ଚଞ୍ଚଳ ବିମୁଗ୍ଧ ପ୍ରାଣ, ବାଜେ ହୃଦୟ ତନ୍ତ୍ରିତାନ। ତତେ ଯେଉଁ ଦେଖି ଦେଉଛି, ତୋର ସେ ରୂପ ସୁଦ୍ଧା ମୋତେ କ'ଣ ସମ୍ମୋହିତ କରି ନେଉଛି। ମୋର ପ୍ରାଣ, ମୋର କ'ଣ ମନଟି କ'ଣ ହେଇଯାଉଛି? ଚଞ୍ଚଳ ହେଇଯାଉଛି, ପାଗଳ ହେଇଯାଉଛି। ଏବଂ ବାଜେ ହୃଦୟ ତନ୍ତ୍ରିତାନ, ଏବଂ କ'ଣ ହୁଏ? ମୋ ହୃଦୟରେ, ହୃଦୟ ତନ୍ତ୍ରୀ ଅର୍ଥ କ'ଣ? ହୃଦୟ ଅର୍ଥ ହୃଦୟ, ତନ୍ତ୍ରୀ ଅର୍ଥ ବୀଣା। ହେଲା, ତ ମୋର ସେ ଯେଉଁ ମନଟି ବିଚଳିତ ହେଇଯାଉଛି, ତ ମୋର ଯେ ମନଟି ବିମୁଗ୍ଧ ହୋଇଯାଉଛି, ଗୋଟେ ପାଗଳ ହୋଇଯାଉଛି ତତେ ଦେଖିଦେଲେ, କି ଆନନ୍ଦରେ ଝୁମି ଯାଉଛି ମୋ ମନ ଟିକେ। ଏବଂ ବାଜେ ହୃଦୟ ତନ୍ତ୍ରିତାନ, ଏବଂ ମୋର ହୃଦୟ ଅର୍ଥ ହୃଦୟରେ, ତନ୍ତ୍ରୀର ତାନ, ତନ୍ତ୍ରୀ ଅର୍ଥ ବୀଣା, ତାନ ଅର୍ଥ ସ୍ୱର, ସେଇ କ'ଣ ବୀଣାର ଝଙ୍କାରରେ ଝଙ୍କୃତ ହୁଏ, ବୀଣାର ସ୍ୱର ମୋ ହୃଦୟରେ ବାଜି ଉଠେ। ବୁଝିହେଲା? ଛନ ଛନ ଘନ ଘନ ତନୁ ରୋମାଞ୍ଚିତ, ପ୍ରେମାବେଶେ ପୁଲ କରେ ଚିତ ଉଲ୍ଲସିତ। ଯେଉଁ ବୀଣା ମୋ ମନରେ ବାଜି ଉଠେ ତତେ ଦେଖିଲା ପରେ, ଯାହାଦ୍ୱାରା ଘନ ଘନ ଅର୍ଥ କ'ଣ? ବାରମ୍ବାର କ'ଣ ହୁଏ? ନା ଛନ ଛନ ହୋଇଯାଏ, ମୁଁ ବିଚଳିତ ହୋଇଯାଏ, ତନୁ ରୋମାଞ୍ଚିତ ହୋଇଯାଏ, ମୋ ତନୁ, ମୋ ଶରୀର କ'ଣ ରୋମାଞ୍ଚିତ, ଆନନ୍ଦରେ ଭରି ଉଠେ, ପୁଲକରେ ଭରି ଉଠେ।
ବୁଝିହେଲା। ଏବଂ ପ୍ରେମାବେଶେ ପୁଲକର ଚିତ୍ତ ଉଲ୍ଲସିତ, ପ୍ରେମର ଆବେଶରେ ମୋ ଚିତ୍ତ ମୋ ମନ ଆନନ୍ଦରେ ଝୁମିଯାଏ, ଉଲ୍ଲସିତ ହୋଇ ଉଠେ, ଖୁସିରେ ଭରିଯାଏ। ବୁଝିହେଲା। ତ କବି ଏଠି କ'ଣ କହିଲେ, ଆଉଥରେ କହି ରଖୁଛି ଯେ ଜଳରେ ତୋର ଯେଉଁ ଢଳ ଢଳ ଶୋଭା ରାଶି ଦେଖି ମୋ ନୟନ କ'ଣ ତୋ ଆଡ଼େ ଭାସି ଯାଉଛି, ତୋ ଆଡ଼େ ଟିକେ ସମୋହିତ ହେଇଯାଉଛି, ଏବଂ ମୋ ପ୍ରାଣ ଚଞ୍ଚଳ ହୋଇ ଉଠୁଛି, ବଶୀଭୂତ ହୋଇଯାଉଛି, ଏବଂ ମନ ମଧ୍ୟରେ ଯେଉଁ ବୀଣାର ସ୍ୱର ବାଜି ଉଠୁଛି, ସେଇ ଯେଉଁ ହୃଦୟ ତନ୍ତ୍ରୀ, ମୋ ହୃଦୟରେ ତନ୍ତ୍ରୀ ବା ବୀଣାର ତାନ ସ୍ୱର କ'ଣ ବାଜି ଉଠୁଛି, ଯାହାଦ୍ୱାରା କ'ଣ ହେଉଛି ନା ବାରମ୍ବାର, ଘନ ଘନ ଅର୍ଥ ବାରମ୍ବାର, ମୋ ମନ କ'ଣ ହେଉଛି ନା ବ୍ୟାକୁଳିତ ହୋଇଯାଉଛି, ଛନ ଛନ ରୋମାଞ୍ଚିତ ହୋଇ ଉଠୁଛି, ଆନନ୍ଦରେ ଭରିଯାଉଛି। ପ୍ରେମର ଆବେଶରେ, ପ୍ରେମାବେଶେ ପୁଲକର ଚିତ୍ତ ଉଲ୍ଲସିତ, ଏବଂ ପ୍ରେମର ଆବେଶରେ ମନ କ'ଣ ଆନନ୍ଦିତ ହୋଇଯାଉଛି। ଚିତ୍ତ କହିଲେ ମନ ହେଲା, ମନ କ'ଣ ଆନନ୍ଦିତ ହୋଇଯାଉଛି, ମନ ଆନନ୍ଦରେ ଝୁମି ଯାଉଛି। ବୁଝିହେଲା। ତ ଆଚ୍ଛା ସମସ୍ତେ ଦୁଇଟା ପଦ ବୁଝିପାରିଲ, ସମ୍ପୂର୍ଣ୍ଣ ଭାବେ ଭଲସେ ବୁଝିଲ? କାହାର କିଛି ଡାଉଟ୍ ଅଛି ତ ମୋତେ କୁହ ହେଲା। ତ ଚାଲ ଥାର୍ଡ଼ ପଦକୁ ଦେଖିବା। ମନେ ହୁଏ ସତେ ତୋଳି ଆଣି ଏହି କ୍ଷଣେ ଆଦର କରନ୍ତି ତୋତେ ମଧୁର ଚୁମ୍ବନେ, କେଡ଼େ କୋମଳ ତ ଦଳ କେଡ଼େ ସ୍ୱଚ୍ଛ ସୁବିମଳ। ନା କ'ଣ କହିଲେ ନା କବି ଏଠି କୁନ୍ତଳା କୁମାରୀ ସାବତ ସେ ପଦ୍ମକୁ ଦେଖି ଯେତେବେଳେ ଆନନ୍ଦରେ ଭରି ଯାଇଛନ୍ତି, ଯେତେବେଳେ ତାଙ୍କ ମନ ଆନନ୍ଦରେ ଝୁମି ଯାଇଛି, ରୋମାଞ୍ଚିତ ହୋଇ ଉଠିଛି, ଏବଂ ହୃଦୟରେ କ'ଣ ବୀଣାର ସ୍ୱର ଝଙ୍କୃତ ହୋଇଯାଇଛି, ବୀଣାର ସ୍ୱର ବାଜି ଉଠିଛି, ତ ସେତେବେଳେ କହିଛନ୍ତି ଯେ ରେ ପଦ୍ମ ମନେ ହୁଏ ସତେ ତୋଳି ଆଣି ଏହି କ୍ଷଣେ ଆଦର କରନ୍ତି ତୋତେ ମଧୁର ଚୁମ୍ବନେ, ମୋତେ ମନେ ହୁଏ, ମୋତେ ଲାଗେ ତୋତେ ସତେ ଯେମିତି ଏଇ କ୍ଷଣେ ଏଇ ମୁହୂର୍ତ୍ତରେ ତୋତେ ତୋଳି ଆଣନ୍ତି କି ଆଦର କରନ୍ତି ତୋତେ ମଧୁର ଚୁମ୍ବନ, ଏବଂ ତୋଳି ଆଣିକି ମୋର ମଧୁରତା ଭରା ଚୁମ୍ବନ ଦେଇ ତୋତେ ଆଦର କରନ୍ତି, ତୋତେ କ'ଣ କୋଳାଇ ନିଅନ୍ତି। ଏବଂ ଆଉ କହୁଛନ୍ତି ନା କ'ଣ ନା କେଡ଼େ କୋମଳ ତ ଦଳ କେଡ଼େ ସ୍ୱଚ୍ଛ ସୁବିମଳ, ନା ହେ ପଦ୍ମ ତୁ କେଡ଼େ କୋମଳ, ତୋର ଯେଉଁ ଦଳ ତୋର ପାଖୁଡ଼ା କେଡ଼େ କୋମଳ, କେତେ କ'ଣ ନରମ, ଏବଂ କେଡ଼େ ସ୍ୱଚ୍ଛ ସୁବିମଳ, ତୁ କେଡ଼େ ସ୍ୱଚ୍ଛ, କେଡ଼େ ପରିଷ୍କାର, କେଡ଼େ ସୁବିମଳ, ସୁବିମଳ କହିଲେ ପରିଷ୍କାର ହେଲା, ତ କେଡ଼େ ସୁନ୍ଦର ତୁ, କେଡ଼େ ସ୍ୱଚ୍ଛ ତୁ, ସତରେ ତ ମୋତେ ମନେ ହୁଏ ତୋତେ ଏହି ମୁହୂର୍ତ୍ତରେ ତୋଳି ଆଣି କ'ଣ ଆଦର ଟିକେ କରନ୍ତି, ମଧୁର ଚୁମ୍ବନ ଦିଅନ୍ତି। ବୁଝିହେଲା। ତ ଆଉଥରେ କହିବାକୁ ଶୁଣ ଯେ କବି କହୁଛନ୍ତି ଯେ ହେ ପଦ୍ମ ତୋତେ ଦେଖି ମୋ ମନ ହେଉଛି ତୋତେ ଏହି ମୁହୂର୍ତ୍ତରେ କ'ଣ ତୋଳି ଆଣନ୍ତି କି ଆଣିକି କ'ଣ ଆଦରତା ସହ ମଧୁର ଚୁମ୍ବନ କରିବି, କାରଣ ତୋର ସେ ପାଖୁଡ଼ାରେ କେତେ କେତେ କୋମଳ, କେତେ ସ୍ୱଚ୍ଛ, କେତେ ସୁନ୍ଦର, କେତେ ସୁବିମଳ। ବୁଝିଲେ ସମସ୍ତେ? ଆଚ୍ଛା ତାପରେ କ'ଣ କହିଲେ, ତାପରେ କହିଲେ ପରସେ ମୋହର ବା ହେବ ହତ ଶ୍ରୀ ନଳିନ, ମଳିନ ହେବ ତ ପୁଣ୍ୟ ମାଧୁରୀ। ଯେତେବେଳେ ଭାବିଛନ୍ତି ଯେ ଏଇ ମୁହୂର୍ତ୍ତରେ ତାକୁ ତୋଳି ଆଣିକି ମଧୁର ଚୁମ୍ବନ ଦେବି, ଆଦର କରିବି, ସେତେବେଳେ ପୁଣି ମନକୁ କ'ଣ ଆସିଛି ଏବଂ ସେଇଠି କହିଛନ୍ତି ଯେ ପରସେ ମୋହର ବା ହେବ ହତ ଶ୍ରୀ, ଯେ ହେ ପଦ୍ମ ମୁଁ ସିନା ତୋତେ ଆଣିବି ବୋଲି କହିଲି, କିନ୍ତୁ ମୋର ପରସେ, ମୋର ସ୍ପର୍ଶରେ ତୋର କ'ଣ ହବ ହତ ଶିରି ହେଇଯିବ। ହତ କହିଲେ ନଷ୍ଟ, ଶିରି କହିଲେ ସୌନ୍ଦର୍ଯ୍ୟ, ତୋର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ ମୋ ସ୍ପର୍ଶରେ। ନଳିନ ମଳିନ ହେବ ତୋ ପୁଣ୍ୟ ମାଧୁରୀ, ତୋ ଯେଉଁ ପୁଣ୍ୟ ମଧୁରତା, ତୋର ପୁଣ୍ୟ ମାଧୁର୍ଯ୍ୟ ମଳିନ ପଡ଼ିଯିବ। ହେଲା। ତ ବୁଝିପାରିଲ, ତାଙ୍କ ମନ ବଦଳି ଯାଇଛି, କବିଙ୍କର ମନ ବଦଳି ଯାଇଛି, ଏପଟେ ଭାବିଛନ୍ତି ତାଙ୍କୁ ଆଣିକି ଟିକେ ମଧୁରତା ଭରା ଆଦର ଚୁମ୍ବନ ଦେବେ, ଆଦର କରିବେ, ତ ସେପଟେ ତାପରେ କିଛି କ୍ଷଣ ରହି ଭାବିଦେଲା ପରେ କହିଛନ୍ତି ନାଇଁରେ ପଦ୍ମ ମୁଁ ସିନା ମୋର ପରଶରେ, ମୋର ସ୍ପର୍ଶରେ ତୋର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ, ହତଶ୍ରୀ ତୋର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ, ତୋର ପୁଣ୍ୟ ମାଧୁରତା କ'ଣ ନଷ୍ଟ ହେଇଯିବ, ମଳିନ ପଡ଼ିଯିବ। ତେଣୁ କହିଲେ ସେଠି ନା କ'ଣ କହିଲେ ନା ହସୁତା ହସୁତା ପଦ୍ମ ନାହିଁ ପ୍ରୟୋଜନ, ହସୁତା ହସୁତା ପଦ୍ମ ନାହିଁ ପ୍ରୟୋଜନ, ଛିନ୍ନ କରିବି ତ ବୃନ୍ତ ଅକାଳି ସୁମନ, ଦେଖିତ ଶୋଭା ପବିତ୍ର ହେଉ ମୋ ସାର୍ଥକ ନେତ୍ର, ସୁଷମା ପିପାସୁଚିତ ହେଉ ମୋ ସମିତ, ତୋ ପୁଣ୍ୟ ଦର୍ଶନେ ଦୂରେ ଯାଉ ମୋ ଦୁରିତ, ତୋ ପୁଣ୍ୟ ଦର୍ଶନେ ଦୂରେ ଯାଉ ମୋ ଦୁରିତ। ତ ସେଇଥିପାଇଁ ନା କହିଲେ ଯେ ହେ ପଦ୍ମ, ହେ କମଳ, ହସୁତା ହସୁତା ନାହିଁ ପ୍ରୟୋଜନ, ମୋର ଆବଶ୍ୟକ ନାହିଁ,
ଯେ ଛିନ୍ନ କରିବି ତ ବୃନ୍ତ ଅକାଳେ ସୁମନ। ଯେ ବୃନ୍ତ କହିଲେ ମଧ୍ୟଭାଗ ବା ଯେଉଁ ଆମେ ଯାହା କହୁଛେ କେଶର ବୋଲି ହେଲା, ସୁମନ କେଶର ବା ପଦ୍ମ କେଶର ଅର୍ଥାৎ ତାର ମଧ୍ୟଭାଗ ହେଲା। ତ ଏଠି କହିଲେ ଯେ ପଦ୍ମ ତୁ ହସୁଥା, ମୋର ଆବଶ୍ୟକ ନାହିଁ। ତ ଅକାଳେ କହିଲେ ବିନା କାରଣରେ, ଯେ ମୋର ଆବଶ୍ୟକ ନାହିଁ ତତେ ବିନା କାରଣରେ ତୋର ବୃନ୍ତ ଅର୍ଥ ତତେ କ'ଣ କରିବି, ନଷ୍ଟ କରିବି। ଦେଖି ତ ଶୋଭା ପବିତ୍ର ହେଉ ମୋ ସାର୍ଥକ ନେତ୍ର। ତ ସେଇଥିପାଇଁ କହିଲେ ତ କ'ଣ ମୋର ଆବଶ୍ୟକ ନାହିଁ, ତ ତତେ ଆଣିକି ତୋର ବିନା କାରଣରେ କ'ଣ ତତେ ନଷ୍ଟ କରିଦେବି, ତତେ ଛିନ୍ନ କରିଦେବି। ବରଂ ଦେଖି ତ ଶୋଭା ପବିତ୍ର ହେଉ ସାର୍ଥକ ମୋ ନେତ୍ର। ବରଂ କ'ଣ ନା ତୋର ଶୋଭା ତୋର ପବିତ୍ର ରୂପକାନ୍ତିକୁ ଦେଖି ମୋ ନେତ୍ରଟା ସାର୍ଥକ ହେଇଯାଉ, ମୋ ନେତ୍ର ମୋର ନୟନଟା ସାର୍ଥକ ହେଇଯାଉ, ଧନ୍ୟ ହେଇଯାଉ। ସୁଷମା ପିପାସୁ ଚିତ ହେଉ ମୋ ସମ୍ମିତ। ସୁଷମା ପିପାସୁ ଯେଉଁ ସୌନ୍ଦର୍ଯ୍ୟ, ସୁଷମା କହିଲେ ସୌନ୍ଦର୍ଯ୍ୟ, ପିପାସୁ କହିଲେ ଯେଉଁ ପିଇବାର ଇଚ୍ଛା ବା ପାନ ପାଇବାର ଇଚ୍ଛା ହେଲା। ତ ସେଇ ସୁଷମା ପିପାସୁ ତ ସୌନ୍ଦର୍ଯ୍ୟକୁ ଯେଉଁ ପାଇବାର ଇଚ୍ଛା ମୋ ମନରେ ଥିଲା, କବି ଏଠି କହୁଛନ୍ତି ଯେ ସୌନ୍ଦର୍ଯ୍ୟକୁ ତୋର ଯେଉଁ ପାଇବାର ମୋ ମନରେ ଥିଲା ଇଚ୍ଛାଟିଏ, ତ ସେଇ ଇଚ୍ଛାଟା ମୋର ସମିତ ହେଇଯାଉ, ଅର୍ଥ ସୀମିତ ହେଇଯାଉ, କମିଯାଉ। କାହିଁକି ନା ତତେ ଆଣିଲେ ତୋର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ। ତେଣୁକରି ତୁ ହସୁଥା, ମୋର କିଛି ଆବଶ୍ୟକ ନାହିଁ ତତେ ଆଣି ତୋ ସୌନ୍ଦର୍ଯ୍ୟକୁ ନଷ୍ଟ କରିବି। ତୋର ପୁଣ୍ୟ ଦର୍ଶନ ଦୂରେ ଯାଉ ମୋ ଦୁରିତ, ଏବଂ ତୋ ପୁଣ୍ୟ ଦର୍ଶନରେ ତୋର ସେଇ ସୌନ୍ଦର୍ଯ୍ୟ ରୂପକ ପୁଣ୍ୟ ଦର୍ଶନରେ କ'ଣ ମୋ ଦୁରିତ, ଦୁରିତ କହିଲେ ପାପ, ମୋର ସବୁ ପାପ ଦୂରେଇ ଯାଉ। ବୁଝିହେଲା? ଆଉ ଥରେ କହି ରଖୁଛି। ତ କବି ଏଠି କହୁଛନ୍ତି ହେ ପଦ୍ମ ତୁ ହସୁଥା, ମୋର କିଛି ଆବଶ୍ୟକ ନାହିଁ। ଯେ ପ୍ରୟୋଜନ କହିଲେ ଆବଶ୍ୟକ ନାହିଁ, ଯେ ଅକାଳେ ବିନା କାରଣରେ ତତେ କ'ଣ କରିବି, ଛିନ୍ନ କରିବି, ତତେ ନଷ୍ଟ କରିଦେବି ତତେ ତୋଳି ଆଣିକି। ତ ତେଣୁ ତୋର ଶୋଭାକୁ ଦେଖି, ତୋର ସେ ଶୋଭନୀୟ ଦୃଶ୍ୟକୁ ଦେଖି ମୋ ନେତ୍ର କ'ଣ ସାର୍ଥକ ହେଇଯାଉ ବା ଧନ୍ୟ ହେଇଯାଉ। ତୋର ଯେଉଁ ସୌନ୍ଦର୍ଯ୍ୟ ପାଇବାର ଇଚ୍ଛା ମୋ ମନରେ ଖେଳାଇ ଦେଉଥିଲା, ମୋ ମନକୁ ବିଚଳିତ କରୁଥିଲା, ତ ସେହି ଇଚ୍ଛାଟି, ସେଇ ସୁଷମା ପିପାସୁ ତ ସୌନ୍ଦର୍ଯ୍ୟ ପାଇବାର ଇଚ୍ଛାଟିଏ ମୋ ମନରେ କ'ଣ କମିଯାଉ, ସମିତ ହେଇଯାଉ, ସୀମିତ ହେଇଯାଉ। ଏବଂ ତୋର ପୁଣ୍ୟ ଦର୍ଶନରେ ମୋର ସମସ୍ତ ଦୁରିତ, ମୋର ସମସ୍ତ ପାପ ଦୂରେଇ ଯାଉ। ବୁଝିପାରିଲ ସମସ୍ତେ? ବୁଝିପାରିଲ ତ? ଆଚ୍ଛା ଠିକ୍ ଅଛି, ତାପରେ ଯିବା। କ୍ଷୀଣ କୋମଳ ମୃଣାଳେ କଣ୍ଟକ ଜଡ଼ିତ, ଢଳୁଥା କୁସୁମ ରାଣୀ ସ୍ନିଗ୍ଧ ପୁଲକିତ। ମନୋହର ମକରନ୍ଦ କ୍ଷରୁ ସଦା ମୃଦୁମନ୍ଦ, ଦଳେ ଦଳେ ମଧୁକରେ ହୋଇ ସମାକୁଳ। ଚାହିଁଥାର ବିଙ୍କିତର ଉଜ୍ଜଳ ମଞ୍ଜୁଳ, ଚାହିଁଥାର ବିଙ୍କିତର ଉଜ୍ଜଳ ମଞ୍ଜୁଳ। ତ ଏଠି କହୁଛନ୍ତି, କହିଲେ ଯେ କ୍ଷୀଣ କୋମଳ ମୃଣାଳେ କଣ୍ଟକ ଜଡ଼ିତ, ଯେ କହିଲେ ହେ ପଦ୍ମ, କବି ଏଠି କହୁଛନ୍ତି ହେ ପଦ୍ମ ତୋର କ୍ଷୀଣ ଅର୍ଥ ତୋର ସେ ଯେଉଁ ସରୁଆ କୋମଳ ମୃଣାଳରେ, ମୃଣାଳ କହିଲେ କ'ଣ ନା ପଦ୍ମନାଡ଼। ତ ଯେଉଁ ସେଇ କ୍ଷୀଣ ସରୁଆ ପଦ୍ମନାଡ଼ରେ କ'ଣ ହେଇଛି, କଣ୍ଟା ଭରି ଯାଇଛି, କଣ୍ଟକ ଜଡ଼ିତ ଅର୍ଥ କଣ୍ଟା ଜଡ଼ିତ ହେଇକି ଅଛି, ଲାଗିକି ଅଛି। ତଥାପି ଢଳୁଥା କୁସୁମ ରାଣୀ ସ୍ନିଗ୍ଧ ପୁଲକିତ, ତଥାପି ତୁ ଆନନ୍ଦରେ କ'ଣ ଖୁସିରେ ଅଛୁ, ଢଳୁଥା ସେମିତି ଖୁସିରେ ରହୁଥା ହେ କୁସୁମ ରାଣୀ। କୁସୁମ ରାଣୀ ଅର୍ଥ କ'ଣ, କୁସୁମ କହିଲେ ଫୁଲ, ରାଣୀ କହିଲେ ଫୁଲମାନଙ୍କ ମଧ୍ୟ ରାଣୀ, ଏଠି ପଦ୍ମକୁ କୁହାଯାଇଛି ହେଲା। ତ ଲେଖକ କହୁଛନ୍ତି ହେ ପଦ୍ମ, ହେ କମଳ, ତୁ କ'ଣ ତୋର ଯେଉଁ ମୃଣାଳରେ କଣ୍ଟକ ଜଡ଼ିତ ଅଛି, ତଥାପି ତୁ କ'ଣ ପୁଲକିତ ହୋଇ ଆନନ୍ଦିତ ହୋଇ ସେମିତି ଢଳୁଛୁ, ସେମିତି ଢଳୁଥା, ସେମିତି ଆନନ୍ଦିତ ରହିଥା ହେ କୁସୁମ ରାଣୀ, ସେମିତି ଆନନ୍ଦିତରେ ରହିଥା। ତ ମନୋହର ମକରନ୍ଦ କ୍ଷରୁ ସଦା ମୃଦୁମନ୍ଦ, ଦଳେ ଦଳେ ମଧୁକରେ ହୋଇ ସମାକୁଳ, ଚାହିଁଥାର ବିଙ୍କିତର ଉଜ୍ଜଳ ମଞ୍ଜୁଳ। ଏବଂ ଆଉ କ'ଣ କହିଲେ ନା, କହିଲେ ମନୋହର ମକରନ୍ଦ ତ କ୍ଷରୁ ସଦା ମୃଦୁମନ୍ଦ। ନା କବି କହିଲେ ଯେ ହେ ପଦ୍ମ, ସେ ଯେଉଁ ମନୋହର, ସେଇ ଯେଉଁ ଆନନ୍ଦକର ସେ ଦୃଶ୍ୟ, ଆନନ୍ଦକର ତୋର ସେ ଚେହେରା, ତ ସେଥିରୁ ମକରନ୍ଦ ଅର୍ଥ ପୁଷ୍ପ ମଧୁ ହେଲା, ଯେଉଁ ଅମୃତ ଆମେ ଯାହାକୁ କହୁଛେ କ୍ଷରୁ ସଦା ମୃଦୁମନ୍ଦ,
କ'ଣ ହଉ କ୍ଷରଣ ହଉ, ସଦାସର୍ବଦା କ୍ଷରଣ ହଉ ତୋର ସେଇ ଲୋଭନୀୟ ରୂପଟିରୁ ତୁ ସଦାସର୍ବଦା ପୁଷ୍ପ ମଧୁ କ୍ଷରଣ ହଉ। କୋଉ ସାହାଯ୍ୟରେ? ନା ମୃଦୁ ମନ୍ଦ ସେ ଧୀର ଧୀର ବାସ୍ନା, ତୋର ସେ ପୁଷ୍ପର ମଧୁରତା, ତୋର ପୁଷ୍ପର କ'ଣ ସୁଗନ୍ଧିତ ବାସ୍ନା ସଦାସର୍ବଦା ସେମିତି କ୍ଷରଣ ହଉ। ଦଳେ ଦଳେ ମଧୁକରେ ହୋଇ ସମାକୁଳ, ଏବଂ ଯାହାକୁ ଆଘ୍ରାଣ କରି ବା ଶୁଙ୍ଘି ଶୁଙ୍ଘି କ'ଣ ହୁଅନ୍ତି? ଦଳେ ଦଳେ ମଧୁକର ମାନେ କ'ଣ ସମାକୁଳ ହୋଇଯାଆନ୍ତି ତୋ ପାଖରେ। ମଧୁକର କହିଲେ କ'ଣ ବୁଝାଏ? ନା ମଧୁକର ହେଉଛି ମହୁମାଛି। ତ ମଧୁକର ହେଉଛି ମହୁମାଛି ହେଲା। ତ ଯାହାକୁ କ'ଣ ତୋର ଯେତେବେଳେ ମକରନ୍ଦ ଝରି ପଡ଼େ, ତୋ ଦେହରୁ କ୍ଷରଣ ହୁଏ ମକରନ୍ଦ, ସେଇ ମୃଦୁ ମନ୍ଦରେ, ମୃଦୁ କହିଲେ ଧୀର, ମନ୍ଦ କହିଲେ ବାସ୍ନା, ତ ସେଇ ମୃଦୁ ମନ୍ଦରେ କ'ଣ ହୁଏ? ଯେତେବେଳେ ତୋର ମକରନ୍ଦ କ୍ଷରଣ ହୁଏ, ପୁଷ୍ପ ମଧୁ କ'ଣ ଖେଳେଇ ଯାଏ, ସେଇ ପୁଷ୍ପ ମଧୁରେ, ପୁଷ୍ପର ସେ ବାସ୍ନାରେ କ'ଣ ହୁଅନ୍ତି? ଦଳେ ଦଳେ ମଧୁକର ମାନେ ସମାକୁଳ ହୋଇଯାଆନ୍ତି। କ'ଣ ମଧୁକର ମହୁମାଛି ମାନେ, ଦଳେ ଦଳେ ମହୁମାଛି ମାନେ ତୋ ପାଖରେ ଆସି ସମାକୁଳ ହୋଇଯାଆନ୍ତି, ଏକତ୍ରିତ ହୋଇ ଯାଆନ୍ତି। ଏବଂ ତଥାପି ଚାହିଁତା ରବିଙ୍ଗିତର ଉଜ୍ଜ୍ୱଳ ମଞ୍ଜୁଳ। ହେ ପଦ୍ମ, କବି ଏଠି କହୁଛନ୍ତି ହେ ପଦ୍ମ ତୁ ଚାହିଁତା କାହାକୁ? ନା ରବିଙ୍କି। ରବି କହିଲେ କ'ଣ? ନା ସୂର୍ଯ୍ୟ। ତ ସୂର୍ଯ୍ୟଙ୍କୁ ସେମିତି ଉଜ୍ଜ୍ୱଳ ଭରା ଦୃଶ୍ୟରେ ସେମିତି ଆନନ୍ଦ ହୋଇ ତୁ କ'ଣ ଚାହିଁତା। ମଞ୍ଜୁଳ ଅର୍ଥ ସୁନ୍ଦର ହେଲା। ତ ସେଇ ସୌନ୍ଦର୍ଯ୍ୟ ରୂପକରେ, ତୋର ସୌନ୍ଦର୍ଯ୍ୟମୟ ରୂପରେ ଉଜ୍ଜ୍ୱଳ ହୋଇ ସେମିତି କ'ଣ ତୁ ରବିଙ୍କି ଚାହିଁଥା। ବୁଝିଲେ ସମସ୍ତେ? ତ ଆଉଥରେ କହି ରଖୁଛି, ନା କ'ଣ କହିଲେ? ନା ହେ ପଦ୍ମ, ତୋର ଯେଉଁ ସେ କ୍ଷୀଣ ସରୁଆ କୋମଳ ମୃଣାଳରେ, ତୋର କ'ଣ ପଦ୍ମ ନାଡ଼ରେ କ'ଣ ହେଇଛି? କଣ୍ଟକ ଜଡ଼ିତ କଣ୍ଟା ଅଛି। ତ ହେ କୁସୁମରାଣୀ, ତୁ ଢାଳୁଥା, ସେମିତି ଆନନ୍ଦିତ ହୋଇକି ତୁ କ'ଣ ରହିଥା। ଏମିତି ମନୋହର ଅର୍ଥାତ୍ ତୋର ଅପୂର୍ବ ସେଇ ପାଖୁଡ଼ାରୁ କ'ଣ ମକରନ୍ଦ ଝରଉଥା, କ୍ଷରୁ ସଦା ମୃଦୁ ମନ୍ଦ, ସଦାସର୍ବଦା ତୋର ମକରନ୍ଦ ପୁଷ୍ପ ମଧୁକୁ କ୍ଷରଣ କରୁଥା, ଯାହାଦ୍ୱାରା କ'ଣ ତୋ ପାଖରେ ଅନେକ ମଧୁକର ମାନେ ସମାକୁଳ ହୋଇଯାଆନ୍ତି, ଅନେକ ମଧୁକର ମାନେ ଏମିତି ସମାକୁଳ ହୋଇ ରହିଥାନ୍ତି। ଏବଂ ତଥାପି ଚାହିଁତା ରବିଙ୍କିତର ଉଜ୍ଜ୍ୱଳ ମଞ୍ଜୁଳ କ'ଣ? ତୁ ସୂର୍ଯ୍ୟଦେବଙ୍କୁ ଉଜ୍ଜ୍ୱଳ ଭାବରେ ଆନନ୍ଦିତ ହୋଇ, ମଞ୍ଜୁଳ ଅର୍ଥ ସୁନ୍ଦର, ହେ ପଦ୍ମ ତୁ ସେମିତି ଚାହିଁ ରହିଥା। ବୁଝିପାରିଲେ ସମସ୍ତେ? ନା କିଏ ବୁଝିପାରିଲାନି? ଯଦି କାହାର କିଛି ଡାଉଟ୍ ଅଛି ତ ଡୋଣ୍ଟ ୱରି, ତ ମୋତେ କୁହ। ଯାହାର କିଛି ଡାଉଟ୍ ଅଛି ସବୁ କ'ଣ ଆମେ ନିଶ୍ଚିତ ଭାବରେ ତାକୁ ସଲ୍ଭ କରିନେବା ହେଲା। ତ ଆଜି ପାଇଁ ଏତିକି ଥାଉ, ଯାହା ଆଉ ବାକି ରହିଲା ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା ହେଲା। ତ ରହୁଛି ଏବେ, ମୋତେ ବିଦାୟ ଦିଅନ୍ତୁ ସମସ୍ତେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।